ଦେଖନ୍ତୁ ଗତ 25 ବର୍ଷ ସରକାର ଯାହାକି 25 ବର୍ଷ ସରକାରକୁ ଡ୍ରାଇଭର ମହାସଂଘ ତାଙ୍କର 7 ଗୋଟି ଦାବି ସରକାରକୁ ପୂରଣ କରିବା ପାଇଁ ଦେଇଥିଲେ, କିନ୍ତୁ ଗତ ସରକାର ମଧ୍ୟ ପୂରଣ କଲେ ଏବଂ ଏ 9 ମାସିଆ ସରକାରକୁ ଆଜି ଆସିକରି PMD ଛକରେ ହଜାର ହଜାର ଡ୍ରାଇଭର ସଂଘର ଭାଇମାନେ ବସିଥିଲେ। ତ ତାଙ୍କର ମୌଳିକ ଅଧିକାର ଯାହାକି ଆବଶ୍ୟକତା ଅଛି ସେଇଟା ପାଇଁ ଆଜି ଦାବି କରିବା ପାଇଁ ଆସିଥିଲେ ସାରା ଓଡ଼ିଶା ରାଜ୍ୟର ଡ୍ରାଇଭର ମହାସଂଘ ତରଫରୁ। ଏବଂ ଆଜି ମୋ ରାୟଗଡ଼ାରୁ ଡ୍ରାଇଭର ମହାସଂଘରୁ ମଧ୍ୟ ମୋ ଭାଇମାନେ ଅଛନ୍ତି ଏବଂ ସଭାପତି ଜିଲ୍ଲା ସଭାପତି ମଧ୍ୟ ଅଛନ୍ତି। ଦେଖିବା ଦେଖନ୍ତୁ ଗୋଟେ ଡ୍ରାଇଭର ଯଦି ହଜାର ହଜାର କିଲୋମିଟର ଯାଉଛି ତ ତାଙ୍କର ସୁବିଧା ପାଇଁ ତାଙ୍କେ ତ କୌଣସି ଅଧିକା ଦାବି କରୁନାହାନ୍ତି। 100 କିଲୋମିଟର ଦୂରରେ ଗୋଟେ ବିଶ୍ରାମଗାର ଏବଂ ଶୌଚାଳୟଟା ରଖିଲେ ସେମାନଙ୍କର ରହିବେ ଏବଂ ସେମାନେ ମଧ୍ୟ ମଣିଷ, ସେମାନେ ମଧ୍ୟ ଯାହାକି ଫ୍ରେଶ୍ ହେଇକରି ସେଠୁ ପୁଣି ଆଉ ଗୋଟେ ତାଙ୍କର ଗତିପଥରେ ଯେଉଁଠି ପହଞ୍ଚିବା କଥା ସେଠି ଯିବେ। ତ ସେ ଅନୁସାରେ କଲେ ନିଶ୍ଚିତ ଭାବରେ କୌଣସି ଦୁର୍ଘଟଣା ହେବ ନାହିଁ, କାରଣ ସେମାନେ ଆରାମସେ ରହିକିରି ଫ୍ରେଶ୍ ହେଇକି ସେଠୁ ବାହାରିବେ। ଏବଂ ଦ୍ୱିତୀୟରେ ଯେଉଁମାନେ କି ଡ୍ରାଇଭରମାନଙ୍କୁ ଯଦି 60 ବର୍ଷରେ ଭତ୍ତା ମିଳୁନି, 60 ବର୍ଷରୁ ଯଦି ଭତ୍ତା ମିଳିଥାନ୍ତା ନିଶ୍ଚିତ ଭାବରେ ତାଙ୍କ ପରିବାର ମଧ୍ୟ ଉପକୃତ ହେଇଥାନ୍ତା। ଯେତେବେଳେ 50-60 ବର୍ଷ ହେଲା ପରେ ଓଲ୍ଡ ଏଜ୍ ହେଲା ପରେ ଅଧିକାଂଶ କମ୍ପାନୀମାନଙ୍କର ମଧ୍ୟ ଅଧିକାଂଶ ପ୍ରାଇଭେଟ୍ ଜାଗାରେ ମଧ୍ୟ ରହିବା ତାଙ୍କୁ କରାହେଇଥାନ୍ତି। ତ ମୋର କହିବାର ମୁଁ ଏଜ୍ ଏ ବିଧାୟକ ହିସାବରେ କହିବାର ମୋ ରାୟଗଡ଼ାରେ 5ଟି ବଡ଼ ବଡ଼ କାରଖାନା ଅଛି, କିନ୍ତୁ ଆମର ନିଜସ୍ୱ ଡ୍ରାଇଭର କିଏ ନାହାନ୍ତି। ଆପଣ ଦେଖନ୍ତୁ ବାହାର ରାଜ୍ୟରୁ ସବୁ ସେଠି ଡ୍ରାଇଭରମାନେ ବୁଲୁଛନ୍ତି, ଆମ ଲୋକମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟ। ଯେଉଁ ଡ୍ରାଇଭର ମାନେ ଯେଉଁ ଆଜି ଗଭର୍ଣ୍ଣମେଣ୍ଟ ଡ୍ରାଇଭର ବି ଅଛନ୍ତି, ପ୍ରାଇଭେଟ୍ ଡ୍ରାଇଭର, ଗଭର୍ଣ୍ଣମେଣ୍ଟ ଡ୍ରାଇଭର ସେମାନଙ୍କୁ ସହଯୋଗ କରୁନାହାନ୍ତି ବୋଲି ଆମେ କିଛି ଶୁଣିବାକୁ ମିଳୁଛୁ। ଯଦି ଡ୍ରାଇଭର ମାନେ ଏକାଥରେ ସବୁ ଜାଗା ଅଖାଚକ ବନ୍ଦ କରିପାରିବେ ତ ନିହାତି ଭାବରେ ସରକାର ତ ଶୁଣିବ ନା। ନାଇଁ ଦେଖନ୍ତୁ ଗତ ସରକାର ବେଳକୁ ଅଖତକ ସବୁ ବନ୍ଦ କରିଥିଲେ ଏବଂ ତାଙ୍କେ ମଧ୍ୟ ଗତ ସରକାର ଯାହାକି 25 ବର୍ଷର ସରକାର ଗୋଟେ ତାଙ୍କ ସ୍ୱାର୍ଥଟା ମାନିଥିଲା ଏବଂ ତାଙ୍କୁ ଆଉ 6ଟି ସ୍ୱାର୍ଥଟା ରହିଯାଇଥିଲା। ତ ଆର ସୁବିଧା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦ୍ୱାରସ୍ଥ ଆଜି ବିଧାନସଭା ଘେରାଉ କରିଥିଲେ। ତ ଡ୍ରାଇଭର ମହାସଂଘକୁ ଏହି ଦାବି ହେଉଛି, ମୌଳିକ ଦାବି ହେଉଛି ନିଶ୍ଚିତ ଭାବରେ ପୂରଣ କରିବା କଥା ସରକାର। ଆପଣ କେତେ ସମୟ ଦେଉଛନ୍ତି ଡ୍ରାଇଭର ମହାସଂଘକୁ? ଦେଖନ୍ତୁ ମୋର ନିଜର ମତ, ମୋରଠୁ ଆହୁରି ମାନ୍ୟବର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଛନ୍ତି ଏବଂ ଆମର CLP ଲିଡର ଅଛନ୍ତି, ସେମାନଙ୍କ ସହିତ ଆଲୋଚନା ନ କରନ୍ତି ମୁଁ ଯାହା ବି କହିପାରିବି ନାହିଁ। କିନ୍ତୁ ମୋର ବି ନିଜର ଡ୍ରାଇଭର, ମୋର ନିଜର 2-3ଟା ଗାଡ଼ି ଅଛି, ମୋର ବି ଡ୍ରାଇଭର ଅଛନ୍ତି, ସେମାନଙ୍କର ଅସୁବିଧାଟା ମୁଁ ନିଜେ ଜାଣିଛି। କାହିଁ ମୋର ଘର 500 କିଲୋମିଟର, ସେଠୁ ପୁଣି ତା ସହିତ ଯଦି ମୁଁ ଡ୍ରାଇଭିଂ କରୁଛି ମୋର ଜୀବନ ତାର ହାତରେ ଡ୍ରାଇଭର ହାତରେ। ଯଦି ସେ ଯଦି ଠିକ୍ରେ ଚଲେଇକିରି ମୁଁ ଯେଉଁ ଜାଗାରେ ପହଞ୍ଚିବି ସେ ଜାଗାରେ ମୋତେ ପହଞ୍ଚୁଛି, ତା'ର ଦୁଃଖଟା ମୁଁ ଭଲ ଭାବରେ ଜାଣିଛି। ରାତି ଆମେ ଶୋଇଥିବୁ ଗାଡ଼ିରେ, କିନ୍ତୁ ସେ ଅନିଦ୍ରାରେ ଗାଡ଼ିରେ ଆସୁଛି, ପୁଣି ତାକୁ ଟିକେ ତାଙ୍କର ଦାବି ଯାକ ତ ଠିକ୍ ଦାବି କରୁଛି। ଏ 9 ମାସ ସରକାରକୁ କହିଲେ ଆପଣ କେମିତି ଦେଖୁଛନ୍ତି? 10 ମାସ ପରିବାକୁ ଆସିଲାଣି। ଆପଣଙ୍କୁ ମୁଁ ଆଗରୁ ମଧ୍ୟ କହିଥିଲି, ଗତ ସରକାର 24 ବର୍ଷ ସରକାରରେ 9 ବର୍ଷ ମିଶିକିରି ଶାସନ କରୁଥିଲେ, ପୁଣି ଏବେ 9 ମାସ ମାନେ କ'ଣ ଏବେ ଯାଏ 9 ବର୍ଷ 9 ମାସରେ କ'ଣ ଶିଖିନାହାନ୍ତି? ନିଶ୍ଚିତ ଭାବରେ ବହୁତ ଜ୍ଞାନୀ ଗୁଣୀମାନେ ଅଛନ୍ତି, ଆମକୁ ସେଥିପାଇଁ 7 ଦିନ 14 ଜଣ ବିଧାୟକଙ୍କୁ ସସ୍ପେଣ୍ଡ କରିଦେଇଛନ୍ତି। ତ ଏଠୁ ଆପଣ ଦେଖନ୍ତୁ, ଆମେ ଏଥିପାଇଁ ପଚାରିଲୁ ଆପଣଙ୍କ ଏରିଆର ଲୋକ, ଆପଣଙ୍କ ରାୟଗଡ଼ାବାସୀ ଆପଣଙ୍କୁ ଭୋଟ ଦେଇଛନ୍ତି, ବିଧାନସଭା ଗୋଟେ ପବିତ୍ର ଗୃହ ଭିତରେ ଆପଣ ତାଙ୍କର ଇସ୍ୟୁଟା ଉଠେଇ ପାରିଥାନ୍ତେ ନା। ନିଶ୍ଚିତ ଭାବରେ ଆଜି ଯଦି ଆମେ ଆଲୋଚନା କରିଥାନ୍ତା ବିଧାନସଭାରେ, ରାୟଗଡ଼ରେ ଆପଣ ଯାଇଥିଲେ ପଚାରିଲେନି? ଆମେ ତ ପଚାରିଲୁ ରାୟଗଡ଼ାରେ ଆପଣ ମଧ୍ୟ ରଖିଲେ ଉତ୍ତର। ଦେଖନ୍ତୁ ସରକାର ଭୟଭୀତ, ଆମର 14 ଜଣ ବିଧାୟକଙ୍କୁ ଯାହା ଆମେ ମୁଦ୍ଦା ଉଠେଇଛୁ ତା ପାଇଁ ଭୟଭୀତ। ଆଜି ପୁଣି ଯଦି ସରକାର ଆମେ ଯଦି ଆଲୋଚନା ରଖିଥାନ୍ତୁ ନିଶ୍ଚିତ
ନିଶ୍ଚିତ ଭାବରେ ଡ୍ରାଇଭର ସଂଘର ଅସୁବିଧାଟାକୁ ଆମେ ନିଶ୍ଚିତ ଭାବରେ ଗୃହରେ ଗୋଟେ ଉପସ୍ଥାପନ କରିଥାଉ। ସେକ୍ସନରେ କଂଗ୍ରେସ ଦଳର କୌଣସି ନେତାଙ୍କର ଡାଏରୀରେ ମେଣ୍ଟେନ୍ ରହିପାରିଲାନି ବିଧାନସଭାରେ ନିଶ୍ଚିତ ନିନ୍ଦନୀୟ ଭାବରେ ଘଟଣା। ଦେଖନ୍ତୁ ଗୋଟେ ଏଇଟା ମୁଁ ଭାବୁଛି ଗୋଟେ ଏଇଟା ଓଡ଼ିଶା ଇତିହାସରେ ଏଇଟା ପ୍ରଥମ ବୋଲି ମୁଁ ଭାବୁଛି। କାହିଁକିନା ଆମେ ପ୍ରଥମ ଦିନରୁ ଆଜି ଯାଏଁ କୌଣସି ଆଲୋଚନାରେ ଆମେ ବସିପାରୁନୁ। ତ ଏଇଟା ସରକାର ମଧ୍ୟ ଚିନ୍ତା କରିବା ଗୋଟେ ବାହିନୀପତି ଆପଣଙ୍କ ଦଳର ବରିଷ୍ଠ ନେତା ପାଞ୍ଚ ଥର ବିଧାୟକ ତାରା ବାହିନୀପତି କହିଥିଲେ ଯଦି ଆଜି ନରସିଂହ ମିଶ୍ର ଥାନ୍ତେ ମୋତେ ବହିଷ୍କାର କରିବା ପାଇଁ ଏ ସରକାର ଚିନ୍ତା କରିଥାନ୍ତା। ନାଇଁ ନିଶ୍ଚିତ ଭାବରେ ଦେଖନ୍ତୁ ଏ ସରକାର ଅନ୍ଧ ହୋଇଯାଇଛି, ମୂର୍ଖ ହୋଇଯାଇଛି, ବଧିର ହୋଇଯାଇଛି ଏବଂ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ନରସିଂହ ମିଶ୍ରଙ୍କ କଥା କାହିଁକି ଉଠେଇଲା ଆଜ୍ଞା? ନିଶ୍ଚିତ ଭାବରେ ସେ ବରିଷ୍ଠ ନେତା ଏବଂ ପୁଣି ଆମ ହାଇକୋର୍ଟ ମାନ୍ୟବର ହାଇକୋର୍ଟ ଆଡ଼ଭୋକେଟ୍ ଏବଂ ବହୁତ ଜ୍ଞାନୀ ତାଙ୍କେ ମଧ୍ୟ ବିଧାନସଭା ଗେଟ୍କୁ ଆସିକିରି ଆମମାନଙ୍କ ସହିତ ଦେଖା କରିବା ପାଇଁ ଯେତେବେଳେ ଆମେ ବିଧାନସଭା ଭିତରେ ଆମେ ରହିଥିଲୁ ସେ ସମୟରେ ଦେଖା କରିବା ପାଇଁ। ତ ଆଜି ସିମିତିର ବହୁତ ବଡ଼ ବଡ଼ ସିନିୟର ନେତାମାନଙ୍କ କଥା ବି ସରକାର ଶୁଣା ମାନ୍ୟବର ବାଚସ୍ପତି ମହୋଦୟ ମଧ୍ୟ ଫୋନ୍ ଉଠେଇଲାନି। ତ ଏଇଟା କେତେ ଦୁଃଖର ବିଷୟ ଆପଣ ଜାଣିବେ। ଆମ ସରକାର ଯେତେବେଳେ ବିଜୁ ଜନତା ଦଳର ସରକାର ଥିଲା ଏଇ ମୋହନ ମାଝୀ ଯେ ସରକାରରେ ଅଛନ୍ତି ଏବେ ମୁଖ୍ୟମନ୍ତ୍ରୀ ଯିଏ ଅଛନ୍ତି ତାଙ୍କୁ ବି ବିଜେଡ଼ି ସରକାର ସସ୍ପେଣ୍ଡ କହିଥିଲେ ନିଲମ୍ବିତ ହେଇଥିଲେ